हेलो फ्रेंड्स। कृतार्थ क्लासेस को समस्तଙ୍କୁ ସ୍ୱାଗତ। ଆଉ ଲାଷ୍ଟ ଭିଡ଼ିଓ ତ ଏସର ଆମର ଷ୍ଟ୍ରାଟେଜି କେମିତି କ'ଣ କରିବା, ତାର ସବଜେକ୍ଟ କ'ଣ ସବଜେକ୍ଟ ରହୁଛି, କାହାର ୱେଟେଜ କେତେ, କେତେ ମାର୍କ୍ସର ଆସୁଛି, ସବୁ ଉପରେ ଆମେ ଗୋଟେ ଓଭରଅଲ୍ ଡିସ୍କସନ୍ କରିଥିଲେ। ପ୍ଲସ୍ ଏକ୍ଜାମ୍ ତାର ଡିମାଣ୍ଡ କ'ଣ କରୁଛି, ଏକ୍ଜାମ୍ଟାକୁ କ୍ଲିୟର କରିବା ପାଇଁ କି କୋଉ ସବଜେକ୍ଟ କେତେ ଏଫର୍ଟ କ'ଣ ଡିମାଣ୍ଡ କରୁଛି, ତାର ଗୋଟେ ଓଭରଅଲ୍ ଆମେ ଡିସ୍କସନ୍ କରିଥିଲେ। ତ ସେଠି ଯଦି ସେ ଭିଡ଼ିଓଟାକୁ ଯୋଉମାନେ ଦେଖିଛ ବହୁତ ବଢ଼ିଆ, ଯୋଉମାନେ ନ ଦେଖିଛ ତାହେଲେ ଗୋ ଆଣ୍ଡ ଭିଜିଟ୍ ସେଇଟା ଦେଖ। ସେଠି ଆମେ ଗୋଟେ ମାଷ୍ଟର ଅଫ୍ ଅଲ୍ ଷ୍ଟ୍ରାଟେଜି କଥା କହିଥିଲେ। ମାଷ୍ଟର ଅଫ୍ ଅଲ୍ ଷ୍ଟ୍ରାଟେଜି, ମାଷ୍ଟର ଅଫ୍ ଅଲ୍ ଷ୍ଟ୍ରାଟେଜି ମାନେ ଏଠି ଯୋଉ ଚାରିଟା ସବଜେକ୍ଟ ଆମେ ଯୋଉ ଏସରେ ଜେନେରାଲ ଷ୍ଟଡିଜ ୱାନ୍, ଯୋଉଠି ଜେନେରାଲ ନଲେଜ, ଗୋଟେ ହେଲା ଜିକେ, ଆଉ ଗୋଟେ ହେଲା ମ୍ୟାଥ, ଆଉ ଗୋଟେ ହେଲା ଇଂଲିଶ, ଆଉ ଗୋଟେ ହେଲା କ'ଣ ଓଡ଼ିଆ। ଏ ଚାରିଟା ସବଜେକ୍ଟରେ ଆମକୁ ମାଷ୍ଟର ହବାକୁ ପଡ଼ିବ, ମାନେ ଗୋଟେ ଭଲ ହୋଲ୍ଡ ରଖିବାକୁ ପଡ଼ିବ। ତାହେଲେ ହିଁ ଆମେ ଏକ୍ଜାମଟାକୁ କ୍ଲିୟର କରିପାରିବା, କାରଣ ଏକ୍ଜାମରେ ପୋଷ୍ଟ ବହୁତ କମ୍ ଅଛି, ସେଥିପାଇଁ ଆମକୁ ସବୁଥିରେ ମାଷ୍ଟର କରିବାକୁ ପଡ଼ିବ। ତ ଇଜ୍ ଇଟ୍ ପସିବଲ? ସମସ୍ତେ ସବୁ ସବଜେକ୍ଟରେ ଆମେ କରିପାରିବା? କରିପାରିବା କ'ଣ, କିନ୍ତୁ ସେଇଟା ପରେ। କିନ୍ତୁ ଭଗବାନ ତ ସମସ୍ତଙ୍କୁ ସବୁ ଏଇଭଳିଆ ଜିନିଷ ଗୁଡାକରେ, କାରଣ ଏଇ ଚାରିଟାକ ସବଜେକ୍ଟ ସମ୍ପୂର୍ଣ୍ଣ ଅଲଗା ଅଲଗା ପରସ୍ପରଠୁ। ଜେନେରାଲ ଷ୍ଟଡି ଯୋଉଟା କି ହ୍ୟୁମାନିଟିଜରେ ବହୁତ ଷ୍ଟ୍ରଙ୍ଗ ହୋଲ୍ଡ ଦରକାର, ମ୍ୟାଥମେଟିକ୍ସ ରିଜନିଂ ଆବିଲିଟି ଖାସ କରିକି ଯୋଉମାନେ କମର୍ସ ଆଉ ସାଇନ୍ସ ବ୍ୟାକଗ୍ରାଉଣ୍ଡରେ ଥାଆନ୍ତି ସେମାନଙ୍କୁ ଟିକେ, ଇଞ୍ଜିନିୟରିଂ ବଗେରାରେ ଥାଆନ୍ତି ସେମାନଙ୍କୁ ବେଶୀ ଟିକେ ହେଲ୍ପ କରେ। ଏକ୍ସେପସନ ଥାଇପାରେ, ବଟ୍ ସେମାନଙ୍କୁ ବେଶୀ ମୋଷ୍ଟଲି ତାଙ୍କୁ ହେଲ୍ପ କରେ। ଆଉ ଇଂଲିଶ ଓଡ଼ିଆ ଯୋଉମାନେ ଷ୍ଟୋରି ପଢ଼ିବା ପାଇଁ ଭଲ ପାଆନ୍ତି, ମ୍ୟାଗାଜିନ୍ସ ପଢ଼ନ୍ତି, ନ୍ୟୁଜ୍ ପେପର୍ସ ପଢ଼ିବା ପାଇଁ ଭଲ ପାଆନ୍ତି, କବିତା ଲେଖନ୍ତି, ସେ ଯୋଉ ଷ୍ଟୋରିଜ ଲେଖନ୍ତି, ସେଇଭଳିଆ ପିଲାମାନେ ଇଂଲିଶ ଆଉ ଓଡ଼ିଆରେ ବହୁତ ଭଲ କରିପାରିବେ। ବଟ୍ ତାଙ୍କର ଜିକେଟାକୁ ୱିକ୍ ହେଇପାରେ, ମ୍ୟାଥମେଟିକ୍ସ ୱିକ୍ ହେଇପାରେ। ମ୍ୟାଥମେଟିକ୍ସ ଯାହାର ଷ୍ଟ୍ରଙ୍ଗ ଅଛି ତାର ଜେନେରାଲ ଷ୍ଟଡିଜ ୱିକ୍ ହେଇପାରେ, ଜେନେରାଲ ଷ୍ଟଡିଜ ଯାହାର ଷ୍ଟ୍ରଙ୍ଗ ଅଛି ତାର ମ୍ୟାଥମେଟିକ୍ସ ଆଉ ଇଂଲିଶ ୱିକ୍ ହେଇପାରେ। ଇଂଲିଶ ମିଡିୟମ ଷ୍ଟୁଡେଣ୍ଟ ଯଦି ଯିଏ ଅଛନ୍ତି ତାର ଓଡ଼ିଆଟା ୱିକ୍ ହେଇପାରେ, ଓଡ଼ିଆ ମିଡିୟମ ଷ୍ଟୁଡେଣ୍ଟ ଯିଏ ଅଛନ୍ତି ତାଙ୍କ ଇଂଲିଶଟା ମାନେ ୱିକ୍ ହେଇପାରେ। ତ ଏଇଭଳିଆ ଆମର ଯାହା ବି ବ୍ୟାକଗ୍ରାଉଣ୍ଡ ରହିଛି, ଏଜୁକେସନ ବ୍ୟାକଗ୍ରାଉଣ୍ଡ ରହୁଛି, ତା ହିସାବରେ ବି କିଛି କିଛି ଭ୍ୟାରି କରେ, ଆଉ କିଛି କିଛି ଆମର ସେଲ୍ଫ ଆପ୍ଟିଟ୍ୟୁଡ ଯୋଉଟା କି ଭଗବାନ ଆମକୁ ଦେଇଛନ୍ତି। ଯେମିତି କିଛି ପିଲା ବହୁତ ଭଲ ନାଚି ପାରନ୍ତି, କିଛି ପିଲା ଭଲ ଗାଇ ପାରନ୍ତି, କିଛି ପିଲା ଭଲ ଖେଳି ପାରନ୍ତି, କିଛି ପିଲା ଭଲ ପାଠ ପଢି ପାରନ୍ତି, କିଛି ପିଲା ଭଲ ପାଠ ଆଉ ଭଲ ଖେଳି ପାରନ୍ତି, କିନ୍ତୁ ସେମାନେ ସୋସାଇଟିରେ ଏତେ ଭଲ ସେ ସମସ୍ତଙ୍କ ସହିତ ଚଳି ପାରନ୍ତିନି। ତ ଭଗବାନ ସମସ୍ତଙ୍କୁ ଅଲଗା ଅଲଗା ଗୁଡ୍ ଆଉ ବ୍ୟାଡ୍ କ୍ୱାଲିଟିଜ, ବ୍ୟାଡ୍ ନୁହେଁ ସବୁ ପ୍ରକାର କ୍ୱାଲିଟିଜ ଦେଇକି ଦେଇଛନ୍ତି, କିଏ କୋଉଥିରେ ଭଲ ହେଇପାରେ। ତ it is very difficult to be in perfect and very good in four these subjects, କାରଣ these subjects are not aligning to each other। ଏମାନଙ୍କର ସବୁ ଅଲଗା ଅଲଗା ନିଜର ଡାଇରେକ୍ସନ ଅଛି। So it is very difficult to score good marks in all subject, but ଆମେ ସେଟା କରିପାରିବା। ତାର ଗୋଟେ ୱେ ଆହେଡ୍ ଅଛି। କ'ଣ କରିପାରିବା? ଆମେ ପ୍ରଥମେ ରିକଗ୍ନାଇଜ କରିବା ଯେ ଆମର ଷ୍ଟ୍ରଙ୍ଗ କୋଉଟା ଜୋନ୍, କୋଉଟା ୱିକ୍ ଜୋନ୍। ଯେମିତି ଆମର ଗୋଟେ ଭିଡିଓ ଆଗରୁ ଥିଲା ଆନୋଭା, ସେଥିରେ ସର୍ ଆଉ ମୁଁ ମିଶିକି ସେଟା ଗୋଟେ ଆନାଲିସିସ୍ କରିଥିଲୁ ଯେ କେମିତି କ'ଣ କରିବା, କେମିତି ଅଲଗା ଅଲଗା ଗ୍ରୁପ କରିବା, ସେ ଗ୍ରୁପରେ କେମିତି ଅଲଗା ଅଲଗା ପିଲାମାନଙ୍କର ୱିକନେସ୍, କେମିତି ପିଲାମାନଙ୍କର ଅଲଗା ଅଲଗା ଜୋନ୍ର ୱିକନେସ୍ ଥାଏ, କୋଉଟା ଷ୍ଟ୍ରଙ୍ଗ ଥାଏ, ତ ତା ହିସାବରେ ଆମେ କେମିତି ତାଙ୍କୁ ଫିଡ୍ କରିବା। ତ ପ୍ରଥମେ ଆମେ ଯଦି ନଟସେଲରେ ଦେଖିବାକୁ ପଡୁଥିବା, ଗୁଡେ ହେଲେ ବହୁତ ପିଲା ଅଛନ୍ତି ଯୋଉମାନେ କି OCS ପ୍ରିପାରେସନ କରୁଛନ୍ତି, ଆଉ ମୋଷ୍ଟଲି ଯୋଉମାନେ ଏଇ ଏକ୍ଜାମକୁ ଆପିୟର କରିବେ OSSC ପ୍ରିପାରେସନ କରୁଛନ୍ତି, OSSC ଓ SSC ଏକ୍ଜାମ ଦଉଛନ୍ତି, ପ୍ଲସ୍ କିଛି ପିଲା ରହିଯାଇଛନ୍ତି ଯୋଉମାନେ ବ୍ୟାଙ୍କିଙ୍ଗ ବଗେରାର ଫୁଲ ଫ୍ଲେଜ୍ ପ୍ରିପାରେସନ କରିଛନ୍ତି। ଏବେ ତ ବ୍ୟାଙ୍କିଙ୍ଗର ସ୍କୋପ ଟିକେ କମି ଯାଇଛି, ବଟ୍ କରିଛନ୍ତି। ଆଉ IT ପିଲା ବି ଅଛନ୍ତି, IT ପିଲା ଯୋଉମାନେ କି ଏଥିରେ ଏଣ୍ଟର କରିବା ପାଇଁ ଚାହୁଁଛନ୍ତି। ତ ଏମିତି ସବୁ ଅଲଗା ଅଲଗା ଯୋଉ ଅଛନ୍ତି ତାଙ୍କର ୱିକନେସ୍ ଥାଏ। OCS ଯୋଉମାନେ ସିଭିଲ ସର୍ଭିସେସ୍ ପ୍ରିପାରେସନ କରୁଛନ୍ତି ସେମାନଙ୍କର GS ଟା ଭଲ ଅଛି,
ଇଂଲିଶ ସେମାନେ ଡେଲି ନ୍ୟୁଜ୍ ପେପର ପଢୁଛନ୍ତି, ସେଇଟା ଭଲ ଅଛି। ଓଡ଼ିଆ ଠିକ୍ ଠାକ୍ ଅଛି, କାରଣ କ୍ୱାଲିଫାଇଂ ପାଇଁକି ସେମାନେ ପ୍ରାୟତଃ ପଢ଼ନ୍ତି। ଯୋଉମାନେ ପ୍ରି କ୍ୱାଲିଫାଇ କରିକି ମେନ୍ସକୁ ଯାଆନ୍ତି, ସେମାନେ ଓଡ଼ିଆଟାକୁ ପଢ଼ାପଢ଼ି କରନ୍ତି, ତ ସେମାନଙ୍କର ଓଭରଅଲ୍ ଠିକ୍ ଠାକ୍ ଅଛି। କିନ୍ତୁ ଓଡ଼ିଆ ଯେତିକି ଡିମାଣ୍ଡ କରେ OCS ର କ୍ୱାଲିଫାଇଂ ପାଇଁ, କାରଣ ସେଥିରେ ଏସେ ଥାଏ, ଆଉ ଯୋଉ ପ୍ୟାସେଜ ଥାଏ, କମ୍ପ୍ରେhension ଥାଏ, ତ ସେଗୁଡାକରେ ମାର୍କ ରଖିକି ସ୍କୋର କରାଯାଏ। ବଟ୍ ଇନ୍ ଦିସ୍ ଏକ୍ସାମ୍ ଦ କ୍ୱେଶ୍ଚିନ୍ ୱିଲ୍ ବି ଓନ୍ଲି ଅନ୍ ଗ୍ରାମର। ତ ଗ୍ରାମର ଉପରେ ହୋଲ୍ଡ କରିବାଟା ବହୁତ ହି ଡିଫିକଲ୍ଟ ହବ। ତ ଇକ୍ୱାଲି ଓଡ଼ିଆ ଇଜ୍ ଓକେ, ନଟ୍ ଭେରି ଗୁଡ୍ ଫର୍ OCS ଗ୍ରୁପ ଅଫ୍ ଷ୍ଟୁଡେଣ୍ଟସ୍। ବଟ୍ OSSC, OSSC ରେ ସେମାନଙ୍କର ମ୍ୟାଥ ବହୁତ ଭଲ ଥାଏ। ମ୍ୟାଥ ଗୋଟେ ଗୁଡ୍ ଜୋନ୍, ମ୍ୟାଥ ବହୁତ ଭଲ ଥାଏ। ଇଂଲିଶ ବି ଭଲ ଥାଏ। ବ୍ୟାଙ୍କିଙ୍ଗ ଯୋଉମାନେ ଦିଅନ୍ତି ବହୁତ ଭଲ ଥାଏ। ବଟ୍ ଆଟ୍ ଦ ସେମ୍ ଟାଇମ୍ ଓଡ଼ିଆ ଇଜ୍ ଦ ଇସ୍ୟୁ। ଓଡ଼ିଆ somehow OSSC, OSSC ରେ ଓଡ଼ିଆ ପଚାରୁଛି, ବଟ୍ ସେମ୍ ଗ୍ରାମାର। ଏଇସବୁ ଏକ୍ସାମ ଗୁଡାକରେ ପ୍ରତିଶବ୍ଦ ଏଇସବୁ ଟିକେ ଟିକେ ପଚାରୁଛି, ଅଳ୍ପ ଅଳ୍ପ ପଚାରୁଛି। ବଟ୍ 100ଟା କୋଶ୍ଚିନ୍ ଟୋଟାଲି ଓଡ଼ିଆର ଆସିଲେ, ପୁରା ଗ୍ରାମାର ଉପରେ ଆସିଲେ, ଦ୍ୟାଟ୍ ୱିଲ୍ ବି ଡିଫିକଲ୍ଟ। ତ ଏଇଟାକୁ ବି ଆମେ ଓକେ ନେଇକି ଯିବା। IT ର ଇଂଲିଶ ଭଲ ଥାଏ, ପ୍ଲସ୍ ମ୍ୟାଥ୍ସ ଭଲ ଥାଏ, ସେମ୍ GS ଓଡ଼ିଆ ସେଇଟା ଥାଏ। ତ GS ହଉଛି ଏମାନଙ୍କ ପାଇଁ। ତ ଆମେ କଣ କରିବା ନା, ଆମେ ଫର୍ଷ୍ଟ ରାଉଣ୍ଡରେ ଆମେ ପାଠ ପଢା ସରିଲା ପରେ ଯୋଉ ଆମେ କହୁଥିଲେ ହାର୍ଡ ୱାର୍କ ମାନେ ଫର୍ଷ୍ଟ ରାଉଣ୍ଡରେ ଆମେ ସବୁ ଇଏ କରି ଚାଲିବା, ମାନେ ଷ୍ଟ୍ରିମଲାଇନ କରିକି ସବୁ ସମରାଇଜ କରିଦବା, ଗୋଟେ ରାଉଣ୍ଡ ପଢିଦବା, ସିଲାବସ୍ କଭର କରିଦବା, ଆଉ ଥରେ କରିବା। ସେକେଣ୍ଡ ରାଉଣ୍ଡ ପରେ ଆମେ ଜାଣିପାରିବା ଯେ ଆମର ଷ୍ଟ୍ରଙ୍ଗ କୋଉଟା, କାରଣ ଇନ୍ ବିଟୁଇନ୍ ଆମେ କ୍ୱେଶ୍ଚିନ୍ ବି ଆପିୟର କରିବା, ଟେଷ୍ଟ ଅଳ୍ପ ଅଳ୍ପ ଦବା। ସେଥିରେ ଆମେ ରେକଗ୍ନାଇଜ କରିବା ଯେ ଆମର କୋଉଠି ଭଲ ଆସୁଛି, କୋଉଠି ଖରାପ ଆସୁଛି, କୋଉଟା ଆମକୁ ବୁଝିବାକୁ ଡିଫିକଲ୍ଟ ହଉଛି, କୋଉଟା ଆମେ ରିଟେନ୍ କରିପାରୁନୁ, ମନେ ରଖିବା କଷ୍ଟ ହଉଛି। ତ ସେଇ ସବୁ ଜିନିଷ ଗୁଡା ଆମେ ସେତେବେଳେ ରିକଗ୍ନାଇଜ କରିବା କରିକି, ତ ଆମେ ବାଛିବା ଯେ ଆମ ଭିତରେ ବେଷ୍ଟ କଣ ଅଛି, ଆମ ଭିତରେ ଆଭରେଜ କଣ ଅଛି, ଆମ ଭିତରେ ୱିକ୍ କୋଉଟା ଅଛି। ତ ବେଷ୍ଟକୁ ଆମେ କଣ କରିବା ନା, ହାଲକା ଟିକେ ଟଚ୍ ଅପ୍ ଦବା, ତାକୁ ଫାଇନ୍ ଟ୍ୟୁନ୍ କରିବା, ସେଥିରେ ମ୍ୟାକ୍ସିମାଇଜ କରିବା। ଆଭରେଜକୁ ଗୁଡ୍ ପ୍ଲସ୍ ଜୋନକୁ ଆଣିବା, ଗୋଟେ ସେଫ୍ ସ୍କୋରରୁ ଅଧିକ ଏଥିରେ କରିବାକୁ ଚେଷ୍ଟା କରିବା, ଆଉ ୱିକ୍ଟାକୁ ବେଶୀ ଏମ୍ଫାସିସ୍ ଦେଇକି ଗୁଡ୍ ଜୋନକୁ ଆଣିବା, ତାକି ଆମେ ସିଲେକ୍ସନ କ୍ରାଇଟେରିଆ ଭିତରେ ରହୁ, କାରଣ ଏଇ ୱିକ୍ ଜୋନଟା ଆମକୁ ହଟେଇ ଦବ। ସେଥିପାଇଁ କି ଆଉ ଯେ କୌଣସି ଗୋଟେ ସବଜେକ୍ଟ, ଏଇ 4ଟା ସବଜେକ୍ଟରୁ ଯେ କୌଣସି ଗୋଟେ ସବଜେକ୍ଟ ଆମକୁ ଏଇଥିରୁ ଏଲିମିନେଟ କରି ଦବ। ସୋ ଆମକୁ 4ଟାକ ସବଜେକ୍ଟକୁ ଥରୋଲି ପଢିକି ସେଥିରୁ ଆଗେ ଆମ ଜୋନ୍ ଡିସାଇଡ୍ କରିବାକୁ ପଡିବ, ଆମେ କୋଉଠି ଭଲ ଅଛେ, କୋଉଠି ଖରାପ ଅଛେ। ତ ସେଇ ଅନୁସାରେ ଆମେ ଷ୍ଟ୍ରାଟେଜି କରିକି କରିବା। ତା ଭିତରେ ଆଉ ଗୋଟେ ପ୍ରୋବ୍ଲେମ ହେଲା, ଯୋଉଟାକୁ ଆମେ ଜୋକର ସବଜେକ୍ଟ କହୁ, ଯୋଉ ମୁଁ କହୁଥିଲି, ୟା ତ ମାରିଦବ, ନହେଲେ ନାଇଁ କି ଜିତେଇ ଦବ, କର ବାଇ ମର ସ୍ଥିତି, ସେଟା କରିବ। ଟ୍ରମ୍ପ କାର୍ଡ ହଉଛି କିଏ କେତେ, जनरल स्टडीज, जीके, जनरल नॉलेज। आई तो इन या तो इन कर दबो, या तो आउट कर दबो। तो ए स्थिति रे आमे कौन करवा ना, एथिरे गोटे स्ट्रॉन्ग होल्ड रखिकी चलिबा। तापरे एटा को क्वालिफाई करबा। मैथमेटिक्स ता मु लास्ट क्लास रे कहि देइथिले ऑलरेडी सेटा। तापरे मैक्सिमाइजेशन ପାଇଁ କି ଆମେ ଧରିବା କାହାକୁ, ଗୋଟେ ହେଲା ଇଂଲିଶ, ଆଉ ଗୋଟେ ହେଲା ଓଡ଼ିଆ।
ଏଠି ମାର୍କଟା ଯେତେ ମାକ୍ସିମାଇଜେସନ୍ କରିବା ଆମର GS 1 ଆଉ 2 ଯେମିତିକି ମ୍ୟାଥ୍ ଆଉ ଜେନେରାଲ ଷ୍ଟଡିଜ୍‌ର ଯାହା ବି କମ୍ ବେଶୀ ହୁଏ ଏଇଠି ସେଇଟା କମ୍ପେନସେଟ୍ କରିକି ନେଇକି ଚାଲିବ। କିନ୍ତୁ କଥା ହେଲା ମ୍ୟାଥମେଟିକ୍ସ ରିଜନିଂ ଆବିଲିଟିକୁ ମ୍ୟାନେଜ୍ କରିବା ଇଜି। ସିଏ ଯେତିକି ଟାଇମ୍ ଡିମାଣ୍ଡ କରିବ ତାଠୁ ବହୁତ ଅଧିକ ଟାଇମ୍ ଡିମାଣ୍ଡ କରିବ କିଏ? ଜେନେରାଲ ନଲେଜ ଆଉ ଗୋଟେ ହେଲା ଲାଙ୍ଗୁଏଜ। କାରଣ ଲାଙ୍ଗୁଏଜ ହୋଲ୍ଡ କରିବା ମାନେ ଏଇଟା ହଉଛି ଗୋଟେ ଇୟର୍ସ ଆଣ୍ଡ ଇୟର୍ସର ଏକ୍ସପିରିଏନ୍ସରେ ବି ବହୁତ କାମ କରେ। ତ ସେଥିପାଇଁ ଲାଙ୍ଗୁଏଜ ହୋଲ୍ଡ ପାଇଁକି ଗୋଟେ ଲମ୍ବା ଟିକେ ଆଚ୍ଛା ଖାସା ଟାଇମ୍ ଦରକାର। GSରେ ବି ହୋଲ୍ଡ ପାଇଁକି ଆଚ୍ଛା ଖାସା ଟାଇମ୍ ଦରକାର। ଏଇ ଦିଟାକ ସବଜେକ୍ଟ ପାଇଁ ଆମକୁ ଟାଇମ୍ ଦବାକୁ ପଡ଼ିବ। ତ ଆମେ ଆମ ପ୍ରିପାରେସନ୍ ବେଳେ ବେଶୀ ଟାଇମ୍ ଇଆଡ଼େ ଡିଭୋଟ୍ କରିବା। ମଜା ଲାଗୁଛି ବୋଲି ବହୁତ ମ୍ୟାଥ୍ ରିଜନିଂ ପ୍ରାକ୍ଟିସ୍ କରି ଚାଲିବା ନାହିଁ। ବିକଜ ସେ ବି 100 ମାର୍କ, ଏପଟେ ଇଏ 100 200 ମାର୍କ, GS ହେଲାଣି ଆଉ 100 ମାର୍କ। ତ 300 ମାର୍କ ଏଗେନଷ୍ଟରେ ମ୍ୟାଥ୍ ମଜା ଲାଗିବ। ସେମ୍ ଟାଇପ୍‌ର ମ୍ୟାଥ୍ ଡିଫିକଲ୍ଟ ପଚାରୁନି। ସୋ ବହୁତ ମଜା ଲାଗୁଛି ବୋଲି ସେଗୁଡ଼ା କରିବା ନାହିଁ। ଆମେ ଏପଟକୁ ଆମ ସେଇ ଅନୁସାରେ ୱେଟେଜ ହିସାବରେ ଆମେ ଆମର ଆଉ ୱିକ୍ ଆଉ ଷ୍ଟ୍ରଙ୍ଗ ହିସାବରେ ଆମ ଟାଇମ୍‌ଟାକୁ ଡିଭିଜନ୍ କରିବା ପର୍ ଡେରେ। ଏତିକି ଘଣ୍ଟା ମ୍ୟାଥ୍ କରିବି, ଏତିକି ଘଣ୍ଟା ଇଂଲିଶ ପଢ଼ିବି, ଏତିକି ଘଣ୍ଟା ଓଡ଼ିଆ ପଢ଼ିବି, ଏତିକି ଘଣ୍ଟା ଜେନେରାଲ ଷ୍ଟଡିଜ୍ ପଢ଼ିବି, ଏତିକି ଘଣ୍ଟା ରିଭିଜନ୍ କରିବି। ଆମ ଡେଟାକୁ ଆମେ ଡିଭାଇଡ୍ କରିବା ଆକର୍ଡିଂ ଟୁ ଆର୍ ଆପ୍ଟିଟ୍ୟୁଡ୍। ଆମେ କୋଉଥିରେ ଷ୍ଟ୍ରଙ୍ଗ, କୋଉଥିରେ ଜୋନ୍, କୋଉଥିରେ ୱିକ୍, କୋଉଟାକୁ ଇମ୍ପ୍ରୁଭ୍ କରିବା, କୋଉଟା ଆଭରେଜକୁ ଆଣିବା, କୋଉଟା ଗୁଡ୍ ପ୍ଲସ୍‌କୁ ଆଣିବା, କୋଉଟାକୁ ଫାଇନ୍ ଟ୍ୟୁନ୍ କରିକି ମାକ୍ସିମାଇଜ୍ କରିବା, ସେଇଟା ଆମେ ଏଇଟା ଷ୍ଟଡି କରିକି ଜାଣିପାରିବା। ଏଇଠି ତମକୁ ହେଲ୍ପ କରିବ କୃତାର୍ଥ ଗ୍ରୁପ। କୃତାର୍ଥ ଗ୍ରୁପ ତମକୁ କେମିତି ହେଲ୍ପ କରିବ? ଯୋଉଟାକି ଆମେ UPSCରେ ପ୍ରାୟ ୟୁଜ୍ କରୁଛୁ। ସେଠି ବି ମେଣ୍ଟରସିପ୍‌ରେ ସବୁ ଅଲଗା ଅଲଗା ପିଲା ଅଛନ୍ତି। ସମସ୍ତଙ୍କର ଗୋଟେ ମାନେ ସେଠି ତ ଆହୁରି ସବଜେକ୍ଟ ସ୍ପେସିଫିକ୍ ହେଇଯାଉଛି। ଯେମିତିକି କେବଳ ଜେନେରାଲ ଷ୍ଟଡିଜ୍ ପଢୁଛି, ସେଠି କିଏ ହିଷ୍ଟ୍ରି କାହାକୁ ଭଲ ଲାଗୁଛି, କାହାକୁ ଜିଓଗ୍ରାଫି ଭଲ ଲାଗୁଛି, କାହାକୁ ପଲିଟି ଷ୍ଟ୍ରଙ୍ଗ ଅଛି, କାହାର ଆଉ କ'ଣ ଅପସନାଲ ଇକୋନୋମିକ୍ସ ଅପସନାଲ ଅଛି। ତ ଏଇ ଯୋଉ ଅପସନାଲ ଏଇ ସବୁ ଚକ୍କରରେ ଯାହାର ଯୋଉ ଅପସନାଲ ସେ ପାର୍ଟଟା ତାର ଷ୍ଟ୍ରଙ୍ଗ ଅଛି, କିନ୍ତୁ ଅଲଗା ପିଲାଙ୍କର ସେଇଟା ଷ୍ଟ୍ରଙ୍ଗ ନାହିଁ। ତ ଯେତେବେଳେ ଆମେ ଗୋଟେ ଗ୍ରୁପରେ ବସେଇଦବା ସମସ୍ତଙ୍କୁ, ୟା ପାଇଁ କୋଉଟା ରିଲିଭେଣ୍ଟ ହଉଥିବ ସେଇଟା ତା ପାଇଁ ରିଲିଭେଣ୍ଟ ହଉନଥିବ, ସେଇଟା ତା ପାଇଁ ୱେଷ୍ଟେଜ ହଉଥିବ। ତ ଏଇଭଳିଆ ତାପରେ କିଛି ପିଲା ଇନିସିଆଲ ଆରମ୍ଭ କରୁଛନ୍ତି, କୋଉ ପିଲାମାନେ 4ଟା ଆଟେମ୍ପ୍ଟ ଦେଇ ସାରିଲେଣି, କୋଉ ପିଲାମାନେ ଇଣ୍ଟରଭ୍ୟୁ ଯାଇ ସାରିଲେଣି। ତ ସମସ୍ତଙ୍କ ପାଇଁ ଅଲଗା ଅଲଗା। ତ ଆମେ ସେଇ ହିସାବରେ ଛୋଟ ଛୋଟ ଗ୍ରୁପ୍ସ ବନେଇ ଦେଇଛୁ, ଯୋଉଟା କି ଆମେ ସେମାନଙ୍କୁ ଛୋଟ ଛୋଟ ଗ୍ରୁପ୍ସ କରିଦେଇକି ତାଙ୍କ ଯୋଉ ଗ୍ରୁପକୁ ଯାହା ଦରକାର ସେଇ ହିସାବରେ ଆମେ ତାଙ୍କୁ ପ୍ରୋଭାଇଡ୍ କରୁଛୁ। କାହାକୁ ବେସିକ୍ସ ଦରକାର, କାହାକୁ ଷ୍ଟାର୍ଟିଂରୁ ଦରକାର, କାହାକୁ 2ଟା ମେନ୍ସ ଲେଖି ସାରିଲେଣି ତାକୁ କ'ଣ ଦରକାର, କିଏ ଇଣ୍ଟରଭ୍ୟୁ ଯାଇଛି ତାର କ'ଣ ଦରକାର, କାହାର ନୂଆ କରି ପ୍ରିପାରେସନ୍ ଏବେ ଷ୍ଟାର୍ଟ କରୁଛି, ABCD ବି ଜାଣିନି, NCERT ପଢ଼ା ଷ୍ଟାର୍ଟ କରୁଛି, ତାକୁ କ'ଣ ଦରକାର। ତ ସେଇ ଜିନିଷ ଗୁଡ଼ା ଆମେ ଡିଭାଇଡ୍ କରିକି ସେଠି ଦଉଛୁ। ସେମ୍ ଆପ୍ରୋଚ୍ ୱି ୱିଲ୍ ରେପ୍ଲିକେଟ୍ ହିୟର୍ ଦିସ୍ ଟାଇମ୍ ୱିଥ୍ ଆମେ ଭାବିଛୁ। ହୋପ୍ କି ଆମେ ଭଲସେ ସେଇଟା ଡେଲିଭର ବି କରିବା। ୱାନ୍ ସାଇଜ୍ ଫିଟ୍ ଫର୍ ଅଲ୍ ଯୋଉ ପଞ୍ଚବାର୍ଷିକ ଯୋଜନାରେ ଯେମିତି ଏଇଟା ଫେଲୁଅର ହେଇଥିଲା, ଆମର ଏଇ ଯୋଉ ପ୍ରିପାରେସନଟାରେ ଯଦି ଆମେ ଏଇ ୱାନ୍ ସାଇଜ୍ ଫିଟ୍ ଫର୍ ଅଲ୍ ସେଇ ଷ୍ଟ୍ରାଟେଜିଟା ନେଇକି ଆମେ ପିଲାଙ୍କୁ ଗାଇଡ୍ କରିବା, ଏଇଟା ଯେତିକି ହେଲ୍ପଫୁଲ୍ ହବ ତାଠୁ ହବ 1-to-1 ମେଣ୍ଟରସିପ୍ ଆପ୍ରୋଚରେ। ହେଲା, ଆମେ ଷ୍ଟୁଡେଣ୍ଟ ସ୍ପେସିଫିକ୍ କୋଉ ପିଲାକୁ କ'ଣ ଦରକାର, ପ୍ରଥମେ 2 ମନ୍ଥs ଭିତରେ ଆମେ ଭଲସେ କୋର୍ସ କଭର କରିବା। ତା ଭିତରେ ଆମେ ଛୋଟ ଛୋଟ ଟେଷ୍ଟ ରଖିବା। ଟେଷ୍ଟ ରଖି ସାରିଲା ପରେ କିମ୍ବା ଆମର ଯୋଉ ମେଣ୍ଟରସିପ୍ କ୍ଲାसेସ୍ ରହିବ, ଇଣ୍ଟରାକ୍ସନ୍ କରିବା ପିଲାମାନଙ୍କ ସହିତ, ଡାଇରେକ୍ଟଲି ତାଙ୍କ ସହିତ କଥା ହେବା, ସେମାନଙ୍କର କୋଉଠି ପ୍ରୋବ୍ଲେମ୍ ହଉଛି ସେଇଟା ଜାଣିବା, ସେଇଟା ଆନାଲିସିସ୍ କରିସାରିଲା ପରେ ଏକ୍ଜାକ୍ଟଲି ଆଫ୍ଟର 2 months वी विल क्रिएट ग्रुप्स। ଛୋଟ ଛୋଟ ଗ୍ରୁପ୍ସ, ନା କି ଗୋଟେ ଗ୍ରୁପରେ 100ଟା ପିଲା ଥିବେ ସେମିତି ନାହିଁ। ମ୍ୟାକ୍ସିମମ୍ 20 to 25 ଷ୍ଟୁଡେଣ୍ଟସର ଗୋଟେ ଗୋଟେ ଗ୍ରୁପ ହବ। ସେ ଗ୍ରୁପରେ
ପିଲାଙ୍କୁ ନିଜ ନିଜର ୱିକନେସ୍ ଆଉ ଷ୍ଟ୍ରେଂଥ ହିସାବରେ କ୍ୟାଟେଗୋରାଇଜ କରିକି ରଖାଯିବ। କାହିଁକି? ଏଇ 25ଟା ପିଲା ଭିତରେ ଗୋଟେ ପଜିଟିଭ କମ୍ପିଟିଟିଭନେସ୍ ରହିବ। ସେମାନେ ପରସ୍ପରକୁ ଜାଣିବେ, ତାଙ୍କ ପାଠପଢ଼ାର ଲେବଲ ଜାଣିବେ। ସେମାନେ ପରସ୍ପର ସହିତ ଗୋଟେ ତାଙ୍କର ଗୋଟେ କମନ ଜୋନ୍ ରହିବ। ଆଉ ସେମାନେ ସେଥିରେ ଯେମିତି ସାର୍ ରଖିଛନ୍ତି ଲାଷ୍ଟ ଆଉ କିଛି ପିଲାଙ୍କ ପାଇଁ କିଛି ପ୍ରୋଗ୍ରାମ କରିଥିଲେ। ସେ କହିଥିଲେ ଯେ ଆମେ କେତେ ଘଣ୍ଟା କ'ଣ ପଢୁଛୁ, ୱି ୱିଲ୍ ପୋଷ୍ଟ। ତ ସେଇ କମ୍ପିଟିଟିଭନେସଟା ରହିବ। ପ୍ଲସ୍ ଗୋଟେ ରିପିଟେଟିଭ ନ ହବ, ଯାହାକୁ ଯୋଉଟା ଦରକାର ନୁହେଁ ସେଠି ଆଉ ସେ ଟାଇମ ସ୍ପେଣ୍ଡ କରିବ ନାହିଁ। ତ ଏଇଭଳିଆ ଆମେ ଅଲଗା ଅଲଗା 4ଟା ଟାଇପର ଗ୍ରୁପ କରିବୁ। ଯେତେଟା ଗ୍ରୁପ ଡିମାଣ୍ଡ କରିବ 25ଟା पर ଗ୍ରୁପରେ 25ରୁ 30 କିମ୍ବା 20 ଟୁ 30 ଷ୍ଟୁଡେଣ୍ଟସ୍ ମ୍ୟାକ୍ସିମମ୍ ରହିବେ। ତ ତାଙ୍କୁ ଗାଇଡ୍ କରାଯିବ। ଆଉ ସେଇଟା କେତେବେଳେ ହବ? ଯେତେବେଳେ ଆମର ଫାଷ୍ଟ ରାଉଣ୍ଡ ସରିଗଲା ସିଲାବସ୍, ତାପରେ ରିଭିଜନ ଯେତେବେଳେ ଷ୍ଟାର୍ଟ ହବ, ସେତେବେଳେ ସେଇ ୱେରେ ଆମର ଚାଲିବ। ତ ଏଇ ୱେରେ ମୁଁ ଯୋଉ ଲାଷ୍ଟ ଥର କହିଥିଲି ଯେ ଆମେ ସ୍ମାର୍ଟ ୱାର୍କଟା କେମିତି କରିବା, ସ୍ମାର୍ଟ ୱାର୍କଟା ଆମେ ଏମିତି ଡେଲିଭର କରିବୁ। ତ ପିଲା ପାଇଁ କ'ଣ ହେଲ୍ପ କରିବ? ଯେ ସ୍ମାର୍ଟ ୱାର୍କ ସିଏ ବି କ'ଣ କଲା, ଯେ ତାର ୱିକ୍ ଜୋନଟାକୁ ତାର ସିଏ ଆମ ସହିତ ମିଶିକି ଅଧିକ ଅଧିକ ଟାଇମ ଦେଇକି କଭର କରିଚାଲିଲା। ଆଉ ଯୋଉଟା ଷ୍ଟ୍ରଙ୍ଗ ଜୋନ୍ ଅଛି ସେଇଟା ଷ୍ଟ୍ରଙ୍ଗ ଜୋନ୍, ସେଇଟାକୁ ସିଏ ଫାଇନ୍ ଟ୍ୟୁନ୍ କରିଚାଲିଲା। ତ ଯୋଉଟା ପିଲା ଇଣ୍ଡିଭିଜୁଆଲି କରିଥାନ୍ତା କି ତମେମାନେ କରିଥାନ୍ତ, ସେଇଟା ଆମେ ଏଠି ମିଶିକି କରିବା। ଆଉ ତୁମ ପାଇଁ ଗୋଟେ ରୋଡ ମ୍ୟାପ ବନିଯିବ, ଗୋଟେ ପ୍ରପର ରୋଡ ମ୍ୟାପ। ଭାଇ ମତେ ଏତିକି କରିବାର ଅଛି, ଏମିତି କରିବାର ଅଛି, ଏଇ ୱେରେ ଯିବାର ଅଛି, ତାକି ଆମେ ଏକ୍ଜାମଟାକୁ କମ ସମୟରେ, କାରଣ ଆମେ କହୁଛେ ଡିସେମ୍ବର ଯଦି ବି ନଭେମ୍ବରରେ ଏକ୍ଜାମ ହଉଛି, ବହୁତ ଗୁଡେ ଦିନ ନାହିଁ। ଏପ୍ରିଲ ଅଲମୋଷ୍ଟ, ଏପ୍ରିଲ ଆରମ୍ଭ ମାନେ ସରି ମେ ଆରମ୍ଭ ମାନେ ମେ ଶେଷ ନେଇକି ଚାଲ। ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର, 5 ମାସ। 5 ମାସରେ ଆମକୁ 4ଟା ପେପର ସାରିବାର ଅଛି। ଜେନେରାଲ ଷ୍ଟଡିଜରେ 6ଟା ପେପର ସାରିବାର ଅଛି। କରେଣ୍ଟ ଆଫେୟାର ମିନିମମ୍ 1 ଇୟର ସାରିବାର ଅଛି। ମିନିମମ୍ ମୁଁ କହୁଛି, ଅଧିକ ହେଲେ ବି ଭଲ। ଏତିକି। ମ୍ୟାଥ ପ୍ରାକ୍ଟିସ କରିବାର ଅଛି। କିଏ ଜବ୍ କରୁଥିବେ, କିଏ କିଛି କାମ କରୁଥିବେ, କିଏ ଅଲଗା କିଛି ଏକ୍ଜାମ ଆପିୟର କରିଥିବେ, କିଏ କାହାର ଆଉ କିଛି ଲାଇବିଲିଟି ଥିବ। ମ୍ୟାରେଡ ୱିମେନ୍ ମାନେ ବି ଥାନ୍ତି, ଯୋଉମାନଙ୍କର ଛୁଆ ଥାନ୍ତି। ବହୁତ ମ୍ୟାରେଡ ୱିମେନ୍ ଏସବୁ ଏକ୍ଜାମ ଦିଅନ୍ତି ଆଉ କ୍ଲିୟର ବି କରିଛନ୍ତି ବହୁତ ଭଲ ସ୍କୋର ନେଇକି। ତ ତ ସମସ୍ତଙ୍କର କିଛି କିଛି ଲାଇବିଲିଟି ଅଛି। ତ ସେଥିପାଇଁ କି 3 months window is not very big, it is very small। ତ ୟା ଭିତରେ ଆମକୁ କାମ କରିବାର ଅଛି। ତ କରିବାର କେମିତି ଅଛି ନା ସ୍ମାର୍ଟଲି କରିବାର ଅଛି ଏଇ ୱେରେ। ତ ଆଇ ହୋପ ମୁଁ ଯାହା ବି ଭାବୁଛୁ ଆମେ ଆଜ ଏ ଗ୍ରୁପ ସେଇଟା ଆମେ ରେପ୍ଲିକେଟ କରିପାରିବୁ। ଆଉ ପିଲାମାନଙ୍କୁ ଆଉ ଆମେ ଚାହୁଁଛୁ ପିଲାମାନେ ତମେ ଆସ, ସେ ଅଫିସକୁ ଆସ, କାମ କର, ନିଜର ଡ୍ରିମର ଲାଇଫ ବଞ୍ଚ। ଆଉ ତମେ ପାଇବ, ବଟ୍ ଷ୍ଟିକ୍ ଟୁ ୟୋର ଷ୍ଟ୍ରାଟେଜି ଆଣ୍ଡ ନିଜକୁ ପୁରା ଝୋଙ୍କି ଦିଅ, ନିଜକୁ ପୁରା ହଜେଇ ଦିଅ। ଏଇ 3-4 ମାସ ନିଜକୁ ପୁରା ହଜେଇ ଦିଅ। ନିହାତି ନିହାତି ତମେ ପାଇବ, ନିହାତି ତମେ ସକ୍ସେସ୍ ପାଇବ। ଥ୍ୟାଙ୍କ ୟୁ।